ଏହି ଶାଗର ନାଁ ତ ଆପଣମାନେ ସମସ୍ତେ ଜାଣିଥିବେ, ତଥାପି ମୁଁ କହିଦେଉଛି। ଏ ହେଉଛି ମେଥି ଶାଗ, ଯେଉଁଟାରେ କି ମୁଁ ଆଜି ଗୋଟେ ରେସିପି ନେଇ ଆସିଛି। ସେଥିପାଇଁ ମୁଁ ଅଳ୍ପ କିଛି ଧଳା ସୋରିଷ, କଳା ସୋରିଷ ବତୁରି ନେଇଥିଲି। ସେଥିରେ ଅଳ୍ପ କିଛି ରସୁଣ ପକାଇଛି। ତାପରେ ସେଥିରେ ଅଳ୍ପ କିଛି ଜିରା, 2ଟି କଞ୍ଚା ଲଙ୍କା ପକାଇ ସେ ମେଥି ପତ୍ର ସହ ଆମେ ଗ୍ରାଇଣ୍ଡିଙ୍ଗ କରିନେବା। ଏବେ କଢ଼ାଟିଏ ଗ୍ୟାସ୍ରେ ବସାଇ ସେଥିରେ ଅଳ୍ପ କିଛି ସୋରିଷ ତେଲ ଦେଇ ସେଥିରେ ଅଳ୍ପ କିଛି ପଞ୍ଚଫୁଟଣ, ପିଆଜ ଦେଇ ଟିକେ ବଘାରି ନେବା। ଏବେ ଗ୍ରାଇଣ୍ଡିଙ୍ଗ କରି ରଖିଥିବା ମସଲା ତକ ସେଥିରେ ଦେଇଦେବା। ତାପରେ ତାକୁ ଟିକେ କିଛି ସମୟ ପାଇଁ ଭାଜି ନେବା। ସେଥିରେ ସ୍ୱାଦ ଅନୁସାରେ ଲୁଣ, ହଳଦୀ ଗୁଣ୍ଡ ଦେଇ କଟା ହୋଇଥିବା ଆଳୁ ପକାଇ ଟିକେ ଗୋଳେଇ ନେବା। ତାପରେ ସେ ଗ୍ରାଇଣ୍ଡିଙ୍ଗ ଜାର୍ରେ ଅଳ୍ପ କିଛି ପାଣି ଦେଇ ତାକୁ ଧୋଇ ନେବା, ତା ପାଣିକୁ ମଧ୍ୟ ଦେଇଦେବା। ଏବେ ତାକୁ ଢାଙ୍କୁଣି ଦେଇ କିଛି ସମୟ ପାଇଁ ସିଝିବାକୁ ଦେବା। ଆପଣମାନେ ଦେଖୁଥିବେ କେତେ ସୁନ୍ଦର ଦେଖାହେଉଛି। ଏବେ ଦେଖନ୍ତୁ ପାଣି ସବୁ ଶୁଖିଗଲାଣି। ଆଉ କିଛି ସମୟ ପାଇଁ ଭାଜିଦେଲେ ଆମର ରେସିପିଟି ସମ୍ପୂର୍ଣ୍ଣ ରୂପେ ରେଡ଼ି। ଏବେ ଆପଣମାନେ ୟାକୁ ପଖାଳ ଭାତ ହଉ କିମ୍ବା ଗରମ ଭାତ ସାଙ୍ଗରେ ଖାଇପାରିବେ। ଶୀତ ଦିନରେ ଏହି ରେସିପିଟିକୁ ନିଶ୍ଚୟ ଟ୍ରାଏ କରନ୍ତୁ, ଯେଉଁଟାକି ଆମ ହେଲ୍ଥ ପାଇଁ ବହୁତ ହେଲ୍ଦି ହେବା ସାଙ୍ଗରେ ବହୁତ ଟେଷ୍ଟି ମଧ୍ୟ ଲାଗେ। ଯଦି ରେସିପିଟି ଭଲ ଲାଗିଥାଏ ତାହେଲେ ଲାଇକ୍ ଗୋଟେ କରିବେ। ପୁଣି ଦେଖା ହେବ ଆଉ ଗୋଟେ ନୂଆ ରେସିପି।